ହ୍ୟାଲୋ। ଆଜ୍ଞା। ଶୁଣୁଛି। ଆଜ୍ଞା। ଦେଖେଇଲ ନା ବୋର୍ड। ଆଜ୍ଞା। ଲାଷ୍ଟ କ୍ଲାସ ରେ କିସ ପଢୁଥିଲେ? ଭୂ ସମ୍ବଳ ବିଷୟରେ ହେଲା। ଭୂ ସମ୍ବଳ, ଭୂ ସମ୍ବଳ ହେଲା। ତ ଆଉ ଥରେ ଡିସ୍କସନ କରିଦବା, ଯାହା ପଢିଥିଲେ ଆଉ ଥରେ ଡିସ୍କସନ କରିଦବା ହେଲା। ଭୂ ସମ୍ବଳ କାହାକୁ କୁହାଯାଏ? ଭୂ ସମ୍ବଳ, ଭୂ ସମ୍ବଳ ମାନେ କିସ? ଭୂ ସମ୍ବଳ ମାନେ କିସ କୁହ? ମାଟି ମିଳିଥିବା ଭୂମିକୁ ହିଁ ଭୂସମ୍ବଳ। ହେଲା, ମାଟି ବା ଭୂମିକୁ ହିଁ ଭୂ ସମ୍ବଳ କୁହାଯାଏ ହେଲା। ମାଟି ବା ଭୂମିକୁ ହିଁ କିସ କୁହାଯାଏ? ଭୂ ସମ୍ବଳ କୁହାଯାଏ। ଭୂ ସମ୍ବଳ କୁହାଯାଏ। ହେଲା, ତାପରେ କିସ ଲେଖିଥିଲେ? ଭୂ ସମ୍ବଳର ବିନିଯୋଗ। ସେକେଣ୍ଡରେ କହିଥିଲି ଯେ ଆମେ ଫାଷ୍ଟ କିସ ପଢିଥାନ୍ତେ? ଫାଷ୍ଟ ପଢିଥାନ୍ତେ ହଉଛି ଭୂ ସମ୍ବଳ କାହାକୁ କୁହାଯାଏ। ତାପରେ ହଉଛି କିସ ପଢିଥାନ୍ତେ? ଭୂ ସମ୍ବଳ କୋଉଠି ବିନିଯୋଗ। ଫାଷ୍ଟ ଏଇ ସାଇଡରେ ଲେଖି ଦଉଛେ ଆମେ କିସ କିସ ପଢବା ହେଲା। ଏଇ ସାଇଡରେ ବାକ୍ସ କରି ଲେଖି ଦଉଛେ। ଭୂସମ୍ବଳ ଫାଷ୍ଟ କିସ, କାହାକୁ କୁହାଯାଏ? କାହାକୁ କୁହାଯାଏ? ଭୂସମ୍ବଳ କାହାକୁ କୁହାଯାଏ? ସେକେଣ୍ଡରେ କିସ ପଢବା? ଭୂସମ୍ବଳର ବିନିଯୋଗ। ଭୂ ସମ୍ବଳର ବିନିଯୋଗ। ଭୂ ସମ୍ବଳ ବିନିଯୋଗ। ଥାର୍ଡରେ କିସ ପଢବା କହିଥିଲି? ଭାରତର ଭୌଗୋଳିକ ଅବସ୍ଥିତି। ଭୌଗୋଳିକ ଅବସ୍ଥା। ଭାରତର ଭୌଗୋଳିକ ଅବସ୍ଥିତି। ଭ- ଭୌଗୋଳିକ ଅବସ୍ଥିତି। ତାପରେ ହଉଛି ପଥରେ କିସ ପଢବା କହିଥିଲି? ଭୂସମ୍ବଳର ପ୍ରକାର ଭେଦ। ଭୂ ସମ୍ବଳର ପ୍ରକାର ଭେଦ। ଭୂ ସମ୍ବଳର ପ୍ରକାର ହେଲା। ତାପରେ ଫାଇଭରେ ଭୂସମ୍ବଳର ବ୍ୟବହାର। ଭୂ ସମ୍ବଳର ବ୍ୟବହାର। ଭୂ ସମ୍ବଳର ବ୍ୟବହାର। ତାପରେ ହଉଛି ସିକ୍ସରେ କିସ ପଢବା? ଭୂସମ୍ବଳ ସମସ୍ୟାର ସମାଧାନ। ଭୂ ସମ୍ବଳର ସମସ୍ୟାର ସମାଧାନ। ଭୂ ସମ୍ବଳ ସମସ୍ୟାର ସମାଧାନ। ହେଲା, ଭୂ ଆଜ୍ଞା। ସମ୍ବଳ ସମସ୍ୟାର ସମାଧାନ। ଏତିକି ପଢିଦେଲେ ଆମର ସମାଧାନ। ବିଷୟ ଟା ଖତମ ହେଇଯିବ ହେଲା। ଏତିକି ପଢିଦେଲେ କିସ ଆମର ବିଷୟ ଟା ଖତମ ହେଇଯିବ ହେଲା। ତ ହଉଛି ଆମର ଗାର ଦେଇଦବା। କିସ ପଢୁଛେ? ଏଇଟା ପଢୁଛେ ହଉଛି ମାଟିକୁ ହଉଛି କିସ ଭା- କୁହାଯାଏ? ମାଟି ବା ଭୂମିକୁ ହିଁ ଭୂ ସମ୍ବଳ କୁହାଯାଏ ହେଲା। ତ ଭୂ ସମ୍ବଳକୁ ଯଦି କାହାକୁ କୁହାଯାଏ ପଡଲା, ପଡବାର ତ ଚାନ୍ସ ନାହିଁ ହେଲା। ଯଦି ପଡିଗଲା, ଭୂ ସମ୍ବଳ କାହାକୁ କୁହାଯାଏ? କିଶୋର କୁହ? ଆମେ ବସବାସ କରୁଥିବା ମାଟି କିମ୍ବା ଭୂମିକୁ ହିଁ ମା- କିସ କୁହାଯାଏ? ଭୂ ସମ୍ବଳ କୁହାଯାଏ ହେଲା। ଭୂସମ୍ବଳ ହଉଛି ସେକେଣ୍ଡରେ କିସ କାଲି ପଢେଇଥିଲି? ଭୂ ସମ୍ବଳର ବିନିଯୋଗ। ଭୂସମ୍ବଳ ଭୂ ସମ୍ବଳର ବିନିଯୋଗ। ଭୂ ସମ୍ବଳର ବିନିଯୋଗ ମାନେ କିସ? ଭୂ ସମ୍ବଳ କୋଉଠି କୋଉଠି ହଉଛି ଲାଗେ ହେଲା। ଫାଷ୍ଟ ପଏଣ୍ଟ କିସ ଡାକିଥିଲେ? ଭୂ ସମ୍ବଳଟା ଆମେ ଚାଷ କୋଉଠି ପାଇଁ ବ୍ୟବହାର କରୁ? ବ୍ୟବହାର। ହେଲା, ଫାଷ୍ଟ ପଏଣ୍ଟ ଚାଷ ହଉଛି ପାଇଁ ବ୍ୟବହାର। ଭୂ ସମ୍ବଳକୁ ଆମେ ଚାଷ ପାଇଁ ବ୍ୟବହାର କରୁ ହେଲା। ଭୂ ସମ୍ବଳକୁ ଚାଷ ପାଇଁ ବ୍ୟବହାର କରୁ। ଚାଷ ପାଇଁ ଚାଷ ପାଇଁ ବସବାସ ପାଇଁ। ବ୍ୟବହାର କରୁ ହେଲା। ସେକେଣ୍ଡରେ ହଉଛି କିସ ପାଇଁ? ବସବାସ ପାଇଁ। ବସବାସ ପାଇଁ ବ୍ୟବହାର କରୁ। ବସବାସ ପାଇଁ ବ୍ୟବହାର କରୁ। ଥାର୍ଡ ପଏଣ୍ଟ ଥାର୍ଡରେ କିସ? କହିଚାଲ। କଳକାରଖାନା ରାସ୍ତାଘାଟ ତିଆରି ପାଇଁ ବ୍ୟବହାର। କଳକାରଖାନା
ରାସ୍ତାଘାଟ ତିଆରି ପାଇଁ ବ୍ୟବହାର କରୁ। ରାସ୍ତାଘାଟ ତିଆରି ପାଇଁ ବ୍ୟବହାର କରୁ। ରାସ୍ତାଘାଟ ତିଆରି ପାଇଁ ହେଲା। ଆଉ ହଉଛି ଫୋର୍ଥରେ ପରିବେଶ ତିଆରି ପାଇଁ ପରିବେଶ ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଏ। ପରିବେଶ ପାଇଁ ହେଲା। ପରିବେଶ ଗଛର ତିଆରି ପାଇଁ ବ୍ୟବହାର କରାଯାଏ। ତାପରେ ଫାଇଭରେ ଗୋଚାରଣ ଭୂମି ଭାବରେ ମଧ୍ୟ ବ୍ୟବହାର ହୁଏ। ଗୋଚାରଣ ଭୂମି ବାଧ୍ୟରୁ ଭୂମି ହିସାବରେ ମଧ୍ୟ ବ୍ୟବହାର ହୁଏ। ତାପରେ ହଉଛି କହିଚାଲ। ସାମାଜିକ ସଂସ୍କୃତି ରକ୍ଷା ପାଇଁ। ସାମାଜିକ ସଂସ୍କୃତି ପାଇଁ ସଂସ୍କୃତି ବ୍ୟବହାର ରକ୍ଷା କରାଯାଏ। ପାଇଁ। ଆଜ୍ଞା ହେଲା ଏତିକି ହିଁ। ଏତିକି ହିଁ ପଢେଇଥିଲି ହେଲା। ହଉଛି ଭୂସମ୍ବଳ କିସ ଭୂସମ୍ବଳ ହଉଛି ମାଟି ବା ଭୂମିକୁ ହିଁ ଭୂସମ୍ବଳ କୁହାଯାଏ। ହେଲା ଭୂସମ୍ବଳ କିସ ମାଟି ବା ଭୂମିକୁ ହିଁ ଭୂସମ୍ବଳ କୁହାଯାଏ। ହେଲା ତାପରେ ଭୂସମ୍ବଳର ବିନିଯୋଗ କୋଉଠି କୋଉଠି ଭୂସମ୍ବଳ ହଉଛି ଫାଷ୍ଟ ହଉଛି ଚାଷ ଏଇ ଚାଷ ଯେ କରୁଛୁ କାହା ଉପରେ ଭୂମି ଉପରେ ହିଁ ଚାଷ କରୁଛେ ନା ନା ଆଜ୍ଞା ବାଲି ଉପରେ ଚାଷ କରୁଛେ। ଭୂମି ମାଟି ଉପରେ ହିଁ ଚାଷ କରୁଛେ ହେଲା। ତାପରେ ହଉଛି ଆଜ୍ଞା ମାଟି ଉପରେ ହିଁ ଆମେ ବସବାସ କରୁଛେ ମାଟି ନଥିଲେ ଆମେ କିଷ ବସବାସ କରିପାରିଥାନ୍ତେ କି ନା। ତାପରେ ହଉଛି ମାଟି ଉପରେ ହିଁ ରାସ୍ତା ତିଆରି ହଉଛି କଳକାରଖାନା ତିଆରି ହଉଛି ହେଲା। ତାପରେ ପରିବେଶ ଯୋଉ ଗଛ ପତ୍ର ସବୁ ଗଛ ଯୋଉଗୁଡା ଲାଗୁଛି ସେଇଟା କୋଉଠି ମାଟି ନଥିଲେ ଗଛ କୋଉଠି ବଢିବ କି? ନାଇଁ। ହେଲା ତାପରେ ଯାଇ ଗାଈ ଗୋରୁ ଘାସ ଚରୁଛନ୍ ହେଲା। ସେଇ ଗୋଚାରଣ ଭୂମି ହିସାବରେ ବି ବ୍ୟବହାର ହଉଛି ନା ନାଇଁ ଭୂମି ଟା ଭୂସମ୍ବଳ ଟା ହେଲା। ଆଉ ଆଜ୍ଞା ହଉଛି ସାମାଜିକ ସଂସ୍କୃତି ପାଇଁ ମଧ୍ୟ ବ୍ୟବହାର ହଉଛି ହେଲା। ତ ଆଜି କିସ ପଢବା ତାହେଲେ ସେକେଣ୍ଡରେ ଫାଷ୍ଟ ପଢିଲେ ଭୂସମ୍ବଳ କାହାକୁ କୁହାଯାଏ ତାପରେ ଭୂସମ୍ବଳର ବିନିଯୋଗ ଏଇନା କିସ ପଢବା। ଆମର କମ୍ପ୍ଲିଟ କରିଦେଲେ ହଉଛି ଭୌଗୋଳିକ କିସ ଅବସ୍ଥିତି ଏଇଟା ପଢିଲେ ଏଇନା ପଢବା ହଉଛି ଏଇଟା ହେଲା। ଥାର୍ଡ ନମ୍ବର ପଢବା ଏଇଟା ହେଲା ତ ନେକ୍ସଟ ପେଜ ପାଲଟଉଛି ତୁମେ ଲେଖବା ଷ୍ଟାର୍ଟ କର ଭାରତର ଭୌଗୋଳିକ ଅବସ୍ଥିତି। ଆଜ୍ଞା। ହେଡିଙ୍ଗ ଦେଇଦିଅ ଭାରତର ଭୌଗୋଳିକ ଅବସ୍ଥିତି। ଭାରତର ଭୌଗୋଳିକ ଅବସ୍ଥିତି। ଅବ ଆମର କେତେଟା ମହାଦେଶ ଅଛି? ସାତଟି। ସାତଟି ହେଲା ସାତଟି ମହାଦେଶ ହେଲେ ଭାରତ କୋଉ ମହାଦେଶରେ ଅବସ୍ଥିତ? ଏସିଆ। ଏସିଆ ହେଲା ସେଇଟା ଲେଖିଦବା ଫାଷ୍ଟ। ଭାରତ ଏସିଆ ମହାଦେଶରେ ଅବସ୍ଥିତ। ଭାରତ ଏସିଆ ମହାଦେଶରେ ଅବସ୍ଥିତ। ଦେଶରେ ଅବସ୍ଥିତ ବୁଝିହେଲା। ଭାରତ କୋଉଠି ଅବସ୍ଥିତ ଏସିଆ ମହାଦେଶରେ ଏସିଆ ଅବସ୍ଥିତ ହେଲା। ଏସିଆ ମହାଦେଶର ଦକ୍ଷିଣାଂଶରେ ଅବସ୍ଥିତ ହେଲା। ଏସିଆ ମହାଦେଶର କୋଉଠି ଅବସ୍ଥିତ? ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ହେଲା ଏଠି ଲେଖିଦିଅ। ବୁଝେଇଦେବି ଦକ୍ଷିଣ ଭାଗରେ କେମିତି ଏସିଆ ମହାଦେଶର ଦକ୍ଷିଣାଂଶ ଦକ୍ଷିଣ ଭାଗରେ ଦକ୍ଷିଣ ଭାଗରେ ଦକ୍ଷିଣ ଦକ୍ଷିଣାଂଶ ବା ଦକ୍ଷିଣ ଭାଗରେ ଯାହା ଲେଖୁଛ ଲେଖ ହେଲା ଦକ୍ଷିଣ ଭାଗରେ ଅବସ୍ଥିତ। ହେଲା ସବୁ ଗୁଡା ଗୋଟେ ଗୋଟେ ପଏଣ୍ଟ ଏକ୍ସପ୍ଲେନ କରିବି ହେଲା ତ ବ୍ୟସ୍ତ ହବନି। ତାପରେ ହଉଛି ସେକେଣ୍ଡ ପଏଣ୍ଟ କିସ ଲେଖିବି? ହେଇଗଲାନି। ହେଲା ଭାରତ କୋଉଠି ଅବସ୍ଥିତ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ହୁଁ। ଦକ୍ଷିଣ ଭାଗ ମାନେ କେମିତି ଜାଣିଲ ହେଲା ତୁମେ ପୃଥିବୀ ଦେଖିଛ ନା ନାଇଁ ହେଲା ଆଉ ଗୋଟେ ପଏଣ୍ଟ ଲେଖିଦିଅ। ଇଆଡେ ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଉତ୍ତର ଗୋଲାର୍ଦ୍ଧ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ହ୍ୟାଲୋ। ଆଜ୍ଞା ସାର୍। ହେଲା ତ ହଉଛି ପୃଥିବୀ ଏପଟେ ଗୋଟେ ପୃଥିବୀ ଚିତ୍ର ବନେଇ ଦଉଛି ହେଲା। ତୁମେ ମାନେ ଇଚ୍ଛା ହେଲେ ବନାଅ ନହେଲେ ନାଇଁ ହେଲା
तो हूँ फास्ट जो कहली भारत एशिया महादेशर दक्षिण भाग में अवस्थित। तापर कहली भारत पृथ्वीर उत्तर गोलार्धରେ अवस्थित। ହେଲା ତ ତା ମାନେ ବୁଝି ପାରୁନଥିବ। ହେଲା ତ ଗୋଲାର୍ଧ ମାନେ କିସ ଏପଟେ ଗୋଟେ ଚିତ୍ର ବନଉଛି ହେଲା। ଏଇଟା ଏମିତି ପୃଥିବୀ। ହେଲା ପୃଥିବୀର କେତେ ଗୋଲାର୍ଧରେ ବିଭକ୍ତ ହେଇଛି ପୃଥିବୀକୁ କେତେ ଗୋଲାର୍ଧରେ ଭାଗ କରାଯାଇଛି। ଦୁଇଟା ଗୋଲାର୍ଧ ବୁଝି ହେଲା। ଆମର ପୁଛି ଏଇଟା ଧରାଯାଉ ଖାତା ଏଇଟା ଖାତା ପୂର୍ବ ଦିଗ କୋଉଟା ଏଇଟା ପୂର୍ବ ଯେ ଇଷ୍ଟ ଏଇଟା ଯେ ଆଜ୍ଞା। ଏଇଟା ଇଷ୍ଟ ଏଇଟା ହଉଛି ପଶ୍ଚିମ ୱେଷ୍ଟ ଏଇଟା ହଉଛି କିସ ନର୍ଥ ନର୍ଥ ଏଇଟା ହଉଛି ସାଉଥ ସାଉଥ। ହେଲା। ତ ତୁମର ହଉଛି ଖାତାର ହଉଛି ସବୁବେଳେ ଡାହାଣ ପାର୍ଶ୍ୱଟା କି ଦିଗ ହବ ପୂର୍ବ ଦିଗ ଆଉ ହଉଛି ବାଁ ପାର୍ଶ୍ୱଟା ହଉଛି ପଶ୍ଚିମ ଆଉ ହଉଛି ଉପର ପୃଷ୍ଠାଟା ହଉଛି କିସ ହବ ଉତ୍ତର ତଳଟା ହଉଛି ଦକ୍ଷିଣ ଏଇଟା ମନେ ରଖିବ ବୁଝି ହେଲା ସବୁବେଳେ ହେଲା ତ ଏମିତି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ହେଲା ତ ହଉଛି ପୃଥିବୀ ଦୁଇଟା ଗୋଲାର୍ଦ୍ଧରେ ବିଭକ୍ତ ହେଇଛି ହେଲା ମନେ ରଖ ପୃଥିବୀ ଦୁଇଟା ଗୋଲାର୍ଦ୍ଧରେ ବିଭକ୍ତ ହେଇଛି। କେତେଟା ଗୋଲାର୍ଦ୍ଧରେ ବିଭକ୍ତ ହେଇଛି ଦୁଇଟା ଦୁଇଟା। ଗୋଲାର୍ଦ୍ଧ ହେଲା। ଏଇଠୁ ଏଇଟା ହଉଛି ମଝିଟାକୁ କିସ କୁହାଯାଏ ବିଷୁବ ରେଖା ମଝିଟାକୁ କୁହାଯାଏ ବିଷୁବ ରେଖା ହେଲା। ଏଟାକୁ 0 ଡିଗ୍ରୀ ମଧ୍ୟ କୁହାଯାଏ ବିଷୁବ ରେଖା ବିଷୁବ ରେଖାର ଉପରକୁ ସେଇଟାକୁ କି ଗୋଲାର୍ଦ୍ଧ କୁହାଯାଏ ଉତ୍ତର ଗୋଲାର୍ଦ୍ଧ ହେଲା ବିଷୁବ ରେଖାର ଉପରକୁ ହଉଛି କି ଗୋଲାର୍ଦ୍ଧ ଏଇଟା ହଉଛି କି ଗୋଲାର୍ଦ୍ଧ ଏଇଟା ହଉଛି କି ଗୋଲାର୍ଦ୍ଧ ଉତ୍ତର ଗୋଲାର୍ଦ୍ଧ ବୁଝି ହେଲା ଏଇଟା କି ଗୋଲାର୍ଦ୍ଧ ଉତ୍ତର ଗୋଲାର୍ଦ୍ଧ। ଉତ୍ତର ଗୋଲାର୍ଦ୍ଧ ଆଉ ତଳଟା ସେମିତି କି ଗୋଲାର୍ଦ୍ଧ ହବ ତଳଟା ତ କି ହବ ତଳଟା କି ଗୋଲାର୍ଦ୍ଧ ହବ ଏଇଟା ଯେ ଏଇଟା ଏଇ ଗୋଲାର୍ଦ୍ଧଟା କିଟା ହବ ଦକ୍ଷିଣ ଗୋଲାର୍ଦ୍ଧ ବୁଝି ହେଲା ଦକ୍ଷିଣ ପୃଥିବୀ ଦୁଇଟା ଗୋଲାର୍ଦ୍ଧ। ଗୋଲାର୍ଦ୍ଧରେ ବିଭକ୍ତ ପୃଥିବୀଟା ଏଇଟା ହଉଛି ପୃଥିବୀ ଏଇ ପୃଥିବୀଟା କିସ ଦୁଇଟା ଗୋଲାର୍ଦ୍ଧରେ ବିଭକ୍ତ ହେଲା ଏଇଟା ଉପର ଉତ୍ତର ଗୋଲାର୍ଦ୍ଧ ଆଉ ହଉଛି ତଳଟା କିସ ଦକ୍ଷିଣ ଗୋଲାର୍ଦ୍ଧ ହେଲା ତ ହଉଛି ଆମର ଭାରତଟା ପୃଥିବୀର କୋଉ ଗୋଲାର୍ଦ୍ଧରେ ଅଛି ଉତ୍ତର ଗୋଲାର୍ଦ୍ଧରେ ହେଲା ଭାରତ ଏପଟେ ଅଛି ହେଲା ଭାରତ ମନେ ରଖିବ ଏଇ ପୃଥିବୀର କିସ ଉତ୍ତର ଗୋଲାର୍ଦ୍ଧରେ ଅଛି ଏଇଠି ଏଇଠି ଭାରତ ଥିବ ବୁଝି ହେଲା ଏଇଠି ଭାରତଟା ଥିବ ଭାରତ କୋଉଠି ଅଛି କୋଉ ଗୋଲାର୍ଦ୍ଧରେ କୋଉ ଗୋଲାର୍ଦ୍ଧରେ ଅଛି ଉତ୍ତର ଗୋଲାର୍ଦ୍ଧ ଉତ୍ତର ଉତ୍ତର ଗୋଲାର୍ଦ୍ଧରେ ଗୋଲାର୍ଦ୍ଧ। ହେଲା ଆଉ ହଉଛି ଏଇଟା ଯୋଉ କହିଲି ଭାରତ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ହେଲା ତ ମନେ ରଖ ଏସିଆ ମହାଦେଶ ହଉଛି ଏଇଠି ଏସିଆ ମହାଦେଶ ଅଛି ହେଲା ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶ ଅଛି ହେଲା ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶ ଅଛି ଆମର ସାତ୍ରୀ ମହାଦେଶ ନା ହେଲା ତ ଏସିଆ ମହାଦେଶ ଏଇଠି ଅଛି ହେଲା ଏଇଠି ଅଛି ଏସିଆ ମହାଦେଶ ଏଇଟା ଏସିଆ ମହାଦେଶର ଦକ୍ଷିଣ ଦକ୍ଷିଣ ମାନେ କିସ ହବ ଏଇଟା ହବ ପୂର୍ବ ଏଇଟା ପଶ୍ଚିମ ଉତ୍ତର ଦକ୍ଷିଣ ହେଲା ଏଇଟା ଏସିଆ ମହାଦେଶର ଏଇ ତଳ ଭାଗରେ କିସ ଅଛି ଭାରତ ବୁଝି ହେଲା ବୁଝିହେଲା ନା ହ୍ୟାଲୋ ଆଜ୍ଞା ସାର୍। ହେଲା ତ ଆଜ୍ଞା ଦୁଇଟା ସାର୍। ପଏଣ୍ଟ ମନେ ରହିବ ନା ନାଇଁ ଏସିଆ ମହାଦେଶ ବି ଉତ୍ତର ଗୋଲାର୍ଦ୍ଧରେ ଅଛି ଏସିଆ ମହାଦେଶ ବି ଏଇଠି ଅଛି ଉତ୍ତର ଗୋଲାର୍ଦ୍ଧରେ ହେଲା ଆଉ ହଉଛି ଏସିଆ ମହାଦେଶ ଏଇଠି ଅଛି ହେଲା ଏସିଆ ମହାଦେଶର ଦକ୍ଷିଣ ଅଂଶରେ ଦକ୍ଷିଣ ଭାଗରେ କିଏ ଅଛି ଭାରତ ହେଲା ତ ହଉଛି ଆମର କ୍ୱେଶ୍ଚନ ହଉଛି ଭାରତ କୋଉଠି ଅଛି କୋଉ ଗୋଲାର୍ଦ୍ଧରେ ଏମିତି ଯଦି କ୍ୱେଶ୍ଚନ ପଡିଲା ଭାରତ କୋଉ ଗୋଲାର୍ଦ୍ଧରେ ଅଛି କିସ ଉତ୍ତର ଗୋଲାର୍ଦ୍ଧ ଉତ୍ତର ଗୋଲାର୍ଦ୍ଧରେ ଅଛି। ରୋହିତ ମାଇକ୍ ଖୁଲ ହେଲା ଦେଖିବା କେମିତି ଆଜି ଡିଷ୍ଟର୍ବ ହଉଛି ନା ନାଇଁ ଆଜି ମାଇକ୍ ଖୁଲ। ଡିଷ୍ଟର୍ବ ହଉଛି ନା ନାଇଁ ଆଜ୍ଞା ନା ନା ସାର୍। ରୋହିତ ତୁ ବନ୍ଦ କରିଦେ ନା ଦୟାକରି ନା ବନ୍ଦ ତୁ କରିଦେ ତ ବନ୍ଦ କରିଦିଅ ଦୟାକରି ବନ୍ଦ କରିଦିଅ। ତୋର ଇଏ ପ୍ରୋବ୍ଲେମ ହଉଛି ହେଲା ତୁ ଖୋଲିଲେ ହଉଛି ବାର ବାର ଇକୋ ହଉଛି ସାଉଣ୍ଡ ଟା ହେଲା ଭାରତ ଏସିଆ ମହାଦେଶର କୋଉଠି ଅବସ୍ଥିତ ଦକ୍ଷିଣ ଭାଗରେ ହେଲା ଦକ୍ଷିଣ ଭାଗରେ ଅବସ୍ଥିତ ଆଉ ସେ ସେକେଣ୍ଡ ପଏଣ୍ଟ କିସ କହିଲି ଭାରତ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ହେଲା ଏକ ମାର୍କ ର କ୍ୱେଶ୍ଚନ ଯଦି ପଡିବ ଭାରତ କୋଉଠି ଅବସ୍ଥିତ କୋଉ ମହାଦେଶରେ ଅବସ୍ଥିତ କୋଉଠି ଲେଖ ଏସିଆ ମହାଦେଶର ଏସିଆ ମହାଦେଶ। ହେଲା ଏସିଆ ମହାଦେଶର କୋଉ ଭାଗରେ ଅବସ୍ଥିତ ପୂର୍ବ ନା ପଶ୍ଚିମ ନା ଉତ୍ତର ନା ଦକ୍ଷିଣରେ କୋଉଠି ଦକ୍ଷିଣ ଭାଗରେ ହେଲା ତାପରେ ହଉଛି ଭାରତ ପୃଥିବୀର କୋଉ ଗୋଲାର୍ଦ୍ଧରେ ଅବସ୍ଥିତ ଉତ୍ତର ଗୋଲାର୍ଦ୍ଧରେ ଉତ୍ତର। ହେଲା ତାପରେ ହଉଛି ଥାର୍ଡ ପଏଣ୍ଟ ଲେଖିବି ଥାର୍ଡ ପଏଣ୍ଟ ହଉଛି ହେଲା ଭାରତର ତୁମେ ଅକ୍ଷାଂଶ ଦ୍ରାଘିମା ଜାଣିଛ ନା ନାଇଁ ଜାଣିଛ ନା ନାଇଁ ଆଜ୍ଞା। ଅକ୍ଷାଂଶ ଦ୍ରାଘିମା ହେଲା ତ ଯଦି ନ ଜାଣିଛ ବି ହେଲା ଏଇନା ମୁଁ ଶିଖେଇଦେବି ହେଲା ଲେଖିଦିଅ ଭାରତ କାଲି ତ କୁହାଯାଇଥିଲା। ଆଜି ଆଉ ଥରେ କହିଦେବେ ହେଲା ଭାରତ 8 डिग्री 4
ଉତ୍ତରରୁ ହେଲା 8 ଡିଗ୍ରୀ 4 ଉତ୍ତର ଏଇଟା ମାନେ କିସ ଉତ୍ତର ଖାଲି ଉତ୍ତରକୁ ମୁଁ ଉତ୍ତର ନ ଲେଖିକି ଖାଲି ଉ ଲେଖିକି ଛାଡିଦେବି ହେଲା ୟା ପରଠୁ ବୁଝି ହେଲା ହଁ 8 ଡିଗ୍ରୀ 4 ଉତ୍ତରରୁ 37 ଡିଗ୍ରୀ 37 ଡିଗ୍ରୀ 6 ଉତ୍ତର ଅକ୍ଷାଂଶରେ ରହିଛି ହେଲା ଅକ୍ଷାଂଶରେ ରହିଛି ଭାରତ ଅକ୍ଷାଂଶ କେତେ ଅକ୍ଷାଂଶରେ ରହିଛି 8 ଡିଗ୍ରୀ 4 ଉତ୍ତରରୁ 37 ଡିଗ୍ରୀ 6 ଉତ୍ତର ପର୍ଯ୍ୟନ୍ତ ହେଲା ତାପରେ ସେମିତି ଦ୍ରାଘିମା ଟା ଲେଖବା ହେଲା ଭାରତ 68 ଡିଗ୍ରୀ 68 ଡିଗ୍ରୀ 7 ପୂର୍ବରୁ 97 ଡିଗ୍ରୀ 25 ପୂର୍ବ ଦ୍ରାଘିମାରେ ରହିଛି ଦ୍ରାଘିମାରେ ରହିଛି ହେଲା ତା ମାନେ ବୁଝେଇ ଦଉଛି ବୁଝି ହେଲା ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଅକ୍ଷାଂଶ ଦ୍ରାଘିମା ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା ଭାରତ କେତେ ଅକ୍ଷାଂଶ ମଧ୍ୟରେ ରହିଛି ଭାରତର ଅକ୍ଷାଂଶ କେତେରୁ କେତେ ଆଉ ଭାରତର ଦ୍ରାଘିମା କେତେରୁ କେତେ ଭାରତର ଅକ୍ଷାଂଶ କେତେରୁ କେତେ 8 ଡିଗ୍ରୀ 4 ଉତ୍ତରରୁ 37 ଡିଗ୍ରୀ 6 ଉତ୍ତର 68 ଡିଗ୍ରୀ 7 ପୂର୍ବରୁ 97 ଡିଗ୍ରୀ 25 ପୂର୍ବ ହେଲା ତା ମାନେ କିସ ଦେଖ ତୁମେ ଏଇଟା କିସଟା ଏଇଟା କିସଟା ପୃଥ୍ୱୀ ପୃଥିବୀ ହେଲା ତ ଏଇ ମଝିରେ ଯାଇଛି ଯେ ଏଇଟାକୁ କିସ କୁହାଯାଏ ବିଷୁବ ରେଖା ବିଷୁବ ରେଖା ଧ୍ରୁବରେଖା ହେଲା ମଝିଟା ହଉଛି ବିଷୁବ ରେଖା ହେଲା ତ ତୁମେ ମନେ ରଖ ଅକ୍ଷାଂଶ ଟା କୋଉଟା ଅକ୍ଷାଂଶ ଟା ହଉଛି ପଶ୍ଚିମରୁ ପୂର୍ବକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ କିସ କୁହାଯାଏ ଅକ୍ଷାଂଶ ହେଲା ଅକ୍ଷାଂଶ କାହାକୁ କୁହାଯାଏ ପଶ୍ଚିମରୁ ପୂର୍ବକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ ହେଲା ସେଗୁଡାକୁ କିସ କୁହାଯାଏ ଅକ୍ଷାଂଶ ଆଉ ଦ୍ରାଘିମା କାହାକୁ କୁହାଯାଏ ଦ୍ରାଘିମା ହଉଛି ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖା ହେଲା ଉପରୁ ତଳକୁ ଟଣା ଯାଇଥିବା ରେଖାକୁ କିସ କୁହାଯାଏ ଦ୍ରାଘିମା ହେଲା ଦ୍ରାଘିମା ମାନେ ଉପରୁ ତଳକୁ ଟଣା ହେଇଥିବ ଆଉ ଅକ୍ଷାଂଶ ମାନେ କିସ ବାଁରୁ ଡାହାଣ ପଟେ ଟଣା ହେଇଥିବ ହେଲା ଏଗୁଡା ହଉଛି ଅକ୍ଷାଂଶ ହେଲା ତ ତୁମର ମନରେ କ୍ୱେଶ୍ଚନ ଆସୁଥିବ 8 ଡିଗ୍ରୀ 4 କି ପାଇଁ ଲେଖା ହେଲା 37 ଡିଗ୍ରୀ 7 6 କି ପାଇଁ ଲେଖା ହେଲା ହେଲା ତ ଦେଖ ଏଇଠି ଗୋଟେ ଚିତ୍ରରେ ବୁଝିବା ଏଇଟା ଯେ କହିଲି ଏଇ ଯେ ବିଷୁବ ରେଖା ଆମର ବିଷୁବ ରେଖା ବୋଲି ସେମିତି କିଛି ଜିନିଷ ଅଛି କି ସେମିତି କିଛି ଜିନିଷ ନାହିଁ ହେଲା ଏଗୁଡା ସବୁ କିସ କାଳ୍ପନିକ ରେଖା ହେଲା ଏଗୁଡା କିସ କାଳ୍ପନିକ ରେଖା ତ ହଉଛି ମଝିଟାକୁ କିସ ଧରାଗଲା ବିଷୁବ ରେଖା ମାନେ 0 ଡିଗ୍ରୀ ଧରାଗଲା ହେଲା ତ ହଉଛି 0 ଡିଗ୍ରୀ ଉପରକୁ ହେଲା 0 ଡିଗ୍ରୀ ପରେ କିସ 1 ଡିଗ୍ରୀ ବାଲା ଗୋଟେ ଗାର ଧରାଗଲା 1 ଡିଗ୍ରୀ ପରେ 2 ଡିଗ୍ରୀ ବାଲା ଗୋଟେ ଗାର ତାପରେ ହଉଛି 3 ଡିଗ୍ରୀ ବାଲା ଗୋଟେ ଗାର ହେଲା ସେମିତି ଉପରକୁ କେତେଟା ଗାର ରହିଲା ଏତିକି ଯାଏ କେତେଟା ଗାର ରହିଲା 90ଟା ହେଲା ଏମିତି କେତେଟା ଗାର ରହିଲା 90ଟା ଗାର ହେଲା ଏଇଠି କେତେ ଗାର 90 ଡିଗ୍ରୀ ଏଇଠି ହଉଛି କେତେ 90 ଡିଗ୍ରୀ ହେଲା ପୁଣି ତଳକୁ କେତେଟା ଗାର ରହିଲା ତଳକୁ କେତେଟା ଗାର ରହିଲା ତଳକୁ ବି 90ଟା ହେଲା ତଳକୁ ବି 90ଟା ବୁଝି ହେଲା ତ ହଉଛି ଅକ୍ଷାଂଶ ଗାର ଉପରକୁ କେତେଟା ଅଛି 90ଟା ତଳକୁ କେତେଟା 90ଟା ହେଲା ତ ହଉଛି 90 90 ହେଲା ତ ହଉଛି ଦେଖ ଏଇଠି ଭାରତ ଚିତ୍ର ବନେଇ ଦଉଛି ହେଲା ହେଲା ଏଇଠି ଦେଖ ଭାରତର ଚିତ୍ର ବନେଇ ଦଉଛେ ଏଇଠି ଏଇଟା ହଉଛି ମଝିରେ କିସ ବିଷୁବରେଖା ବିଷୁବ ହେଲା ତ ଏଇଠି ଭାରତ ଅଛି ହେଲା ଭାରତ ଚିତ୍ରଟା ଏମିତି ଧରାଯାଉ ଗୋଟେ ବଡ କରି ବନଉଛି ହେଲା ଏଇଟା ଭାରତ ବୁଝି ହେଲା ତ ହଉଛି ଅକ୍ଷାଂଶ ମାନେ ଏପଟୁ ହେଲା ଏଇ ଏପଟୁ ପଶ୍ଚିମରୁ ପୂର୍ବକୁ ଟଣା ଯାଉଥିବା ଗାରକୁ ଅକ୍ଷାଂଶ କୁହାଯାଏ ଯେ ଆଜ୍ଞା ହେଲା ତ ହଉଛି ଅକ୍ଷାଂଶ ମାନେ କିସ 0 ପରେ କିସ ଥିବ 1 ତାପରେ ହଉଛି 2 ତାପରେ ହଉଛି 3 ତାପରେ ହଉଛି 4 ତାପରେ 5 6 7 8 ହେଲା ତ ହେଇଛି 8 ଡିଗ୍ରୀ 4 ହେଲା ଏଇ ତଳଟାକୁ କେତେ ଟଚ୍ କରୁଛି 8 ଡିଗ୍ରୀ 4 ହେଲା ଏଇଟାକୁ କେତେ ଛୁଉଁଛି 8 ଡିଗ୍ରୀ 4 ହେଲା
8 डिग्री 4 ରୁ ଉପରଟା କେତେ ଯାଇ? ଉପର ଗାରଟା କେତେ? ଉପର ଗାରଟା କେତେ? 37 डिग्री 6। ହେଲା। ଉପର ଗାରଟା କେତେ? 37 डिग्री 37 डिଗ୍ରୀ 6। ହେଲା। ତ ହଉଛି ଭାରତ କୋଉ ଅକ୍ଷାଂଶରେ ରହିଲା? ଏଇଟା ପୂର୍ବ ଉତ୍ତର କି ପାଇଁ କୁହାଯାଉଛି? କି ପାଇଁ ନା ଉତ୍ତର ଗୋଲାର୍ଦ୍ଧରେ ଅଛି। ଏଇଟା ଉତ୍ତର ଗୋଲାର୍ଦ୍ଧରେ ଅଛି ନା ନାଇଁ? ଉତ୍ତର ଗୋଲାର୍ଦ୍ଧରେ ଅଛି ଯେ, ଆଜ୍ଞା। ହେଲା। ଉତ୍ତର ଗୋଲାର୍ଦ୍ଧରେ ଅଛି, ସେଇ ପାଇଁ ଏଇଟାକୁ ଉତ୍ତର କୁହାଯାଉଛି। ହେଲା। 8 डिग्री 4 କି ପାଇଁ କୁହାଗଲା? କି ପାଇଁ ନା ହଉଛି 0, ତାପରେ 1, ତାପରେ 2, ତାପରେ 3, ତାପରେ 4, 5, 6, 7, 8। 8 डिग्री 4 ରୁ କେତେ ଯାଇ ଅଛି? 37 डिଗ୍ରୀ 6 ଯାଇ। ହେଲା। ସେଇ ଭିତରେ ଭାରତ ପଡୁଛି, ବୁଝିହେଲା। ଅକ୍ଷାଂଶ ଦ୍ରାଘିମାର ବ୍ୟବହାର କି ପାଇଁ ହୁଏ କହନା? ଅକ୍ଷାଂଶ ଦ୍ରାଘିମାର ବ୍ୟବହାର ହଉଛି କୌଣସି ଜାଗା ହଉଛି ଜାଣବା ପାଇଁ। ହେଲା। କୋଉଠି କେତେ ଅକ୍ଷାଂଶର ଅଛି, ସେଇ ଜାଗାର ହଉଛି ସ୍ଥାନ ଜାଣବା ପାଇଁ କିସ ଅକ୍ଷାଂଶ ଦ୍ରାଘିମାର ବ୍ୟବହାର କରାଯାଏ। ହେଲା। ଅକ୍ଷାଂଶ କେତେ? ତଳଟା କେତେ? ତଳ ଗାରଟା ମାନେ ହଉଛି ଏଇଟା ହଉଛି ଭାରତର ସୀମା। ହେଲା। ଏଇଟା ହଉଛି ଭାରତର ସୀମା। ଏଇ ସୀମାରୁ ଏଇ ସୀମା କେତେ ଭିତରେ, କେତେ ଅକ୍ଷାଂଶ ଭିତରେ ପଡୁଛି? 8 डिଗ୍ରୀ 4 ରୁ ଉପରଟା କେତେ? डिग्री 37 डिग्ରୀ 4। ହେଲା। ତ ହଉଛି 39 ଅକ୍ଷାଂଶ ଜାଣି डिग्री ପକେଇଲ, 4। ଏଇଟା ହଉଛି ଏଇ ଅକ୍ଷାଂଶ ଭିତରେ ରହୁଛି। ହେଲା। ତାପରେ ହଉଛି ଦ୍ରାଘିମା। ଦ୍ରାଘିମା ହଉଛି କିସ? ଦ୍ରାଘିମା ହଉଛି ଉପରରୁ ତଳକୁ ଟଣା ଯାଇଥିବା କାଳ୍ପନିକ ରେଖା। ହେଲା। ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖା କିସ କୁହାଯାଏ? ଦ୍ରାଘିମା। ହେଲା। ଦ୍ରାଘିମା କାହାକୁ କୁହାଯାଏ? ଦ୍ରାଘିମା କାହାକୁ କୁହାଯାଏ? ଦ୍ରାଘିମା ହଉଛି ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖା। ହେଲା। ଏଇ ପଶ୍ଚିମରୁ ପୂର୍ବକୁ ଟଣା ଯାଇଥିବା କାଳ୍ପନିକ ରେଖା କିସ କୁହାଗଲା? ଅକ୍ଷାଂଶ। ହେଲା। ଦ୍ରାଘିମା କାହାକୁ କୁହାଯାଏ? ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଥିବା କାଳ୍ପନିକ ରେଖାକୁ, ବୁଝିହେଲା। ତ ହଉଛି ଏଇଟା ହଉଛି ଉତ୍ତରରୁ ଦକ୍ଷିଣକୁ ଟଣା ଯାଇଛି କାଳ୍ପନିକ ରେଖା। ହେଲା। ଏଇଟା ହଉଛି କିସ? ଦ୍ରାଘିମା। ଏଇଟା ହଉଛି ପୁରା ମଝିରେ ଅଛି ନା, ଏଇଟା ହଉଛି ମେନ୍ ଦ୍ରାଘିମା। ମେନ୍ ଦ୍ରାଘିମା ହଉଛି କେତେ ଡିଗ୍ରୀ? 0 डिग्री। ଯେମିତି ହଉଛି ତୁମେ ମେନ୍ ମେନ୍ ଅକ୍ଷାଂଶ ଟା କେତେ ଡିଗ୍ରୀ? 0 डिग्री ହଉଥିଲା। ମେନ୍ ଅକ୍ଷାଂଶ ଟା କୋଉଟା? ବିଷୁବ ରେଖା ଯେ। ଆଜ୍ଞା। ହେଲା। ମେନ୍ ଅକ୍ଷାଂଶ ଟା 0 डिग्री ହଉଥିଲା। ସେମିତି ମେନ୍ ଦ୍ରାଘିମା ଟା କେତେ? 0 डिग्री, ବୁଝିହେଲା। ତ ଏପଟେ ବି ଥିବ ନା ନାଇଁ ଦ୍ରାଘିମା? ଏପଟେ ବି ଥିବ ନା ନାଇଁ? ଏପଟେ ବି ଥିବ ନା ନାଇଁ? ଆଜ୍ଞା। ହେଲା। ଏପଟେ ବି ଥିବ ନା ନାଇଁ? ହେଲା। ତ ଏଇ ମଝିଟା ମେନ୍ ଟା ଯୋଉଟା ସେଇଟା 0 डिग्री। ହେଲା। ତ ମନେ ରଖ, ଏଇ 0 डिग्री ରୁ ଏପଟେ ହଉଛି କେତେଟା ଗାର ଅଛି? 180ଟା। ହେଲା। ପଛଆଡେ କେତେଟା ଅଛି? 180ଟା। ମନେ ରହିବ? ମନେ ରହିବ ନା? ଆଜ୍ଞା। ହେଲା। ଆଗ ପଟେ ଅଛି 180ଟା, ପଛଆଡେ କେତେଟା ଅଛି? 180ଟା। ଏଥର ବନେଇଦବା ଲିଭିଗଲା। ହେଲା। ଆଗ ଆଡେ କେତେଟା ଅଛି? 180। ପଛଆଡେ ଏଇଟା ହଉଛି ମେନ୍ ଦ୍ରାଘିମା। ମେନ୍ ଦ୍ରାଘିମା ଟା କେତେ? କେତେ ଡିଗ୍ରୀ? 0 डिग्री। ହେଲା। 0 डिग्री ପରେ କିସ? 1 डिग्री, ତାପରେ ହଉଛି 2 डिग्री, 3 डिग्री, 4 डिग्री, 5 डिग्री। ଏଇଠି ପହଞ୍ଚିଲା ବେଳକୁ କେତେ ଡିଗ୍ରୀ ହେଇଥିବ? 180 डिग्ରୀ। ହେଲା। ସେମିତି ହଉଛି 1, 2, 3, 4, 5, 6, ସେମିତି କେତେଟା ଗାର ଅଛି? 180ଟା। ଏପଟେ ବି 180, ଏପଟେ ବି 180। ହେଲା। ତ ହଉଛି ଏଇଠି ଭାରତ ଅଛି। ହେଲା। ଏଇଠି ଭାରତ। ହେଲା। ତ ହଉଛି ଭାରତର ଦ୍ରାଘିମା କେତେ? କେତେ କହିଛି? 68 डिग्ରୀ 7 ପୂର୍ବ। ହେଲା। ତ ହଉଛି ଏଇଠୁ ଏପଟେ ହଉଛି ପୂର୍ବ, ଏଇଠୁ ଏପଟେ ହଉଛି କି ଦକ୍ଷିଣ। ହେଲା। ନା ପଶ୍ଚିମ, ଦକ୍ଷିଣ କହୁଛି, ସରି, ପଶ୍ଚିମ। ହେଲା। ତ ପୂର୍ବ ଦ୍ରାଘିମାରେ ଅଛି। ତ ହଉଛି 1, 2, 3, 4। ତ ଭାରତର ପୁରା ଶେଷ ଟା କୋଉଠି ଟଚ୍ କରିଥିବ? 68 डिग्ରୀ 7। ହେଲା। 68 डिग्ରୀ 7। ତାପରେ 69, 70, 71, 72। ପୁଣି ଏଇ ମୁଣ୍ଡ ଟା କୋଉଠି ଟଚ୍ କରିଥିବ? କୋଉଠି ଛୁଇଁଥିବ? 97 डिग्ରୀ 25। 97 डिग्ରୀ 25। ବୁଝିପାରିଲ ନା ନାଇଁ? ହ୍ୟାଲୋ। 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 ଶୁଣୁନି ପ୍ରିୟା? ରୋହିତ।